ଆପଣ ଯଦି ମଣ୍ଡିରେ ଧାନ ବିକୁଛନ୍ତି କିମ୍ବା ଆପଣ ମାନେ ସିଏମ୍ କିଷାନ କିମ୍ବା ପିଏମ୍ କିଷାନ ଅଧୀନରେ ଯଦି ସହାୟତା ଟଙ୍କା ବା ରାଶି ପାଉଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଅପଡେଟ୍ ଆସିଛି ଯେଉଁଥିରେ କି ଯଦି ଆପଣମାନେ ସେଇ ଅପଡେଟ୍ଟି ଫୁଲଫିଲ୍ କରୁନାହାନ୍ତି ତାହେଲେ ଆପଣମାନେ ଆଉ ମଣ୍ଡିରେ ଧାନ ବିକ୍ରି କରିପାରିବେ ନାହିଁ କିମ୍ବା ଆପଣମାନେ କୌଣସି ପ୍ରକାର ସହାୟତା ରାଶି ପାଇପାରିବେ ନାହିଁ। ରାଜ୍ୟ ସରକାରଙ୍କର ସିଏମ୍ କିଷାନ ହେଉ କିମ୍ବା ଭାରତ ସରକାରଙ୍କର ପିଏମ୍ କିଷାନ ଅଧୀନରେ ଯେକୌଣସି ଟଙ୍କା ଆପଣମାନଙ୍କୁ ମିଳୁଛି ସେହି ପ୍ରକାର ଟଙ୍କା ଆଉ ମିଳିପାରିବ ନାହିଁ। ତା ସହିତ ଆପଣମାନେ ମଣ୍ଡିରେ ଧାନ ବିକ୍ରି କରିପାରିବେ ନାହିଁ। ଆପଣମାନଙ୍କର ଚାଷୀ କୋଟି ସମ୍ପୂର୍ଣ୍ଣ ରୂପରେ ରୋଧ କରାଯିବ। ତାହେଲେ କ'ଣ ରହିଛି ଏହି ବଡ଼ ଅପଡେଟ୍ ଯାହାକି ଆଜି ଆମେ ଏହି ଭିଡ଼ିଓରେ ଡିସ୍କସନ୍ କରିବା। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି ଯଦି ଆପଣ ଆମ ଚ୍ୟାନେଲଟିରେ ପ୍ରଥମ ଥର ପାଇଁ ଆସିଛନ୍ତି ତାହେଲେ ଚ୍ୟାନେଲକୁ ନିଶ୍ଚୟ ଭାବରେ ଗୋଟେ ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି ତାହେଲେ ନିଶ୍ଚୟ ଭାବରେ ଭିଡ଼ିଓଟିକୁ ଲାଇକ୍ କରିନେବେ। ତା ସହିତ ଆପଣମାନେ ଏହି ଭିଡ଼ିଓଟି ଆପଣମାନଙ୍କର ପରିବାର ବର୍ଗ କିମ୍ବା ଆପଣମାନଙ୍କର ସାଙ୍ଗସାଥି ମଧ୍ୟରେ ନିଶ୍ଚୟ ସେୟାର କରିନିଅନ୍ତୁ। ତାହେଲେ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ପୂର୍ବରୁ ଆପଣମାନେ କୃଷକ ଓଡ଼ିଶା ସହିତ ପରିଚିତ ଅଛନ୍ତି। କୃଷକ ଓଡ଼ିଶାରେ କ'ଣ ହେଉଥିଲା ନା ଆପଣମାନଙ୍କ ଗୋଟେ ଫାର୍ମର ଆଇଡି କୃଷକ ଆଇଡି ତିଆରି କରାଯାଉଥିଲା ଯାହାକି ଗୋଟେ ସିଙ୍ଗଲ ୱିଣ୍ଡୋ ଥିଲା ଯାହାକି ଗୋଟେ ରାଜ୍ୟ ପାଇଁ ଯାହାକି ଆମ ଓଡ଼ିଶା ପାଇଁ କୃଷକ ଓଡ଼ିଶାଟିଏ ତା ପାଇଁ ଗୋଟେ ଡାଟାବେସ୍ ଥିଲା। କିନ୍ତୁ ଏବେ ଭାରତ ସରକାର ଗୋଟେ ଏଗ୍ରିଷ୍ଟାକ୍ ନାମକ ଗୋଟେ ୱିଣ୍ଡୋ ଆଣିଛନ୍ତି ବା ଏଗ୍ରିଷ୍ଟାକ୍ ନାମକ ଗୋଟିଏ ଆଇଡି କରିବାକୁ ପଡ଼ିବ। ପ୍ରତ୍ୟେକ କୃଷକଙ୍କୁ ଏଗ୍ରିଷ୍ଟାକ୍ ଅଧୀନରେ ଆପଣମାନଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ ଯେଉଁଥିରେ କି ଆପଣମାନଙ୍କର ସମ୍ପୂର୍ଣ୍ଣ ବିବରଣୀ ରହିବ ତା ସହିତ ଆପଣମାନଙ୍କର ଜମିର ବିବରଣୀ ରହିବ। এই ଏଗ୍ରିଷ୍ଟାକ୍ଟା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଯେଉଁଥିରେ ଏଗ୍ରିଷ୍ଟାକ୍ରେ ପ୍ରତ୍ୟେକ ରାଜ୍ୟର ଯେତିକି ସବୁ କୃଷକ ଅଛନ୍ତି ସମସ୍ତଙ୍କୁ ତା ଅଧୀନରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ ଯେଉଁଥିରେ କି ଆପଣମାନଙ୍କର ନିଜର ବିବରଣୀ ଦେବାକୁ ପଡ଼ିବ ତା ସହିତ ନିଜ ଜମିର ବିବରଣୀ ଦେବାକୁ ପଡ଼ିବ ଏବଂ ଯେତେବେଳେ ଆପଣମାନେ ରେଜିଷ୍ଟ୍ରେସନ୍ କରିସାରିବେ ତାପରେ ଆପଣମାନଙ୍କୁ ଗୋଟେ ରେଜିଷ୍ଟ୍ରେସନ୍ ନମ୍ବର ମିଳିବ ଏଗ୍ରିଷ୍ଟାକ୍ ଆଇଡି ଯାହାକି ଗୋଟେ କୃଷକ ଆଇଡି। ଯେମିତି ଆଗରୁ ଆପଣମାନେ ଓଡ଼ିଶା କୃଷକ ଓଡ଼ିଶାରେ ରେଜିଷ୍ଟ୍ରେସନ୍ କରୁଥିଲେ ଠିକ୍ ସେହିଭଳି ଆପଣମାନେ ଏଗ୍ରିଷ୍ଟାକ୍ ଅଧୀନରେ ରେଜିଷ୍ଟ୍ରେସନ୍ କରିବେ। କୃଷକ ଓଡ଼ିଶାଟା ଥିଲା ଆପଣ କେବଳ ଏ ଯେଉଁ ଓଡ଼ିଶାର କୃଷକ ଭାଇ ଭଉଣୀମାନଙ୍କ ପାଇଁ ଥିଲା କିନ୍ତୁ ଏବେ ଯେଉଁ ଏଗ୍ରିଷ୍ଟାକ୍ ଅଧୀନରେ ରେଜିଷ୍ଟ୍ରେସନ୍ କରିବେ ସେ ଏଗ୍ରିଷ୍ଟାକ୍ ଆଇଡିଟି ଯାହାକି ହେଇଯିବ ଆପଣମାନଙ୍କର ଗୋଟେ ସେଣ୍ଟ୍ରାଲ୍ ଆଇଡି। ଏହା ହେଉଛି ପ୍ରତ୍ୟେକ ରାଜ୍ୟର ବିଭିନ୍ନ ଭିନ୍ନ ଭିନ୍ନ ଡାଟାବେସ୍ ପ୍ରସ୍ତୁତ କରୁଛନ୍ତି ଭାରତ ସରକାର। ଭାରତ ସରକାରଙ୍କ ଅଧୀନରେ ସମସ୍ତ ରାଜ୍ୟର ସମସ୍ତ କୃଷକଙ୍କର ତାଙ୍କର ପର୍ସନାଲ୍ ଡିଟେଲ୍ସ ତା ସହିତ ତାଙ୍କର ଜମିର ବିବରଣୀ ରହିବ। ତେଣୁ ଆପଣମାନେ ସମସ୍ତେ ସେହି ଏଗ୍ରିଷ୍ଟାକ୍ରେ ରେଜିଷ୍ଟ୍ରେସନ୍ କରିନେବେ। ତା ସହିତ ଏଗ୍ରିଷ୍ଟାକ୍ରେ ରେଜିଷ୍ଟ୍ରେସନ୍ କରିସାରିଲା ପରେ ଆପଣମାନଙ୍କୁ ସେହି ଆଇଡିଟି ମିଳିବ ଯାହାଫଳରେ ସେହି ଆଇଡିଟିରେ ଆପଣମାନେ ବିଭିନ୍ନ ସ୍କିମ୍ ପାଇପାରିବେ। ଯେମିତି ଭାରତ ସରକାରଙ୍କର ବିଭିନ୍ନ ସ୍କିମ୍ ଆସୁଛି ଯେମିତି ପିଏମ୍ କିଷାନ ସ୍କିମ୍ ଆସୁଛି କିମ୍ବା ଫର୍ଟିଲାଇଜର ସାରର ବିଭିନ୍ନ ସ୍କିମ୍ ଆସୁଛି କିମ୍ବା ଆପଣମାନେ କୃଷକମାନଙ୍କୁ ବିଭିନ୍ନ ପ୍ରକାର ଋଣ ମିଳୁଛି ସେହି ସବୁ ପ୍ରକାର ଜିନିଷ ସେହି ସବୁ ଋଣ କିମ୍ବା ସାର କିମ୍ବା ବିଭିନ୍ନ ପ୍ରକାର ଜିନିଷ ଆପଣମାନଙ୍କୁ ଯଦି କୀଟନାଶକ ଔଷଧ ମିଳୁଛି ସେହି ସବୁ ଆପଣମାନେ ସେହି ଏଗ୍ରିଷ୍ଟାକ୍ ଆଇଡି ମାଧ୍ୟମରେ ପାଇପାରିବେ। ତା ସହିତ ପିଏମ୍ କିଷାନ ହେଉ ସିଏମ୍ କିଷାନ ହେଉ କିମ୍ବା ଆପଣମାନେ ଯେଉଁ ମଣ୍ଡିରେ ଧାନ ବିକୁଛନ୍ତି ସେହି ସବୁ ଜିନିଷ ଆପଣମାନେ ଏହି ଏଗ୍ରିଷ୍ଟାକ୍ ଅଧୀନରେ ପାଇବେ। ଯଦି ଆପଣମାନଙ୍କ ପାଖରେ ଏଗ୍ରିଷ୍ଟାକ୍ର ଆଇଡି ନାହିଁ ତାହେଲେ ଆପଣମାନେ ଭବିଷ୍ୟତରେ କୌଣସି ପ୍ରକାର ସହାୟତା ରାଶି ପାଇବେ ନାହିଁ। ଆଗକୁ ଆସିବାକୁ ଥିବା ଯେଉଁ କିଷାନ ଟଙ୍କା କିମ୍ବା ସିଏମ୍ କିଷାନ ଟଙ୍କା ସେଇଗୁଡ଼ିକୁ ଆପଣମାନେ ଆଉ ପାଇପାରିବେ ନାହିଁ। ବର୍ତ୍ତମାନ ବି ଯଦି ଆପଣମାନେ ସିଏମ୍ କିଷାନ ପୋର୍ଟାଲଟି ଓପନ୍ କରିବେ ସେଠାରେ ମଧ୍ୟ ଆପଣମାନେ ଦେଖିପାରିବେ ଯେ ଏଗ୍ରିଷ୍ଟାକ୍ ମାଣ୍ଡାଟୋରୀ ବୋଲି ଗୋଟେ ଲାଇନ୍ ଆସୁଛି ଯାହାଫଳରେ ଆପଣମାନେ ଏଗ୍ରିଷ୍ଟାକ୍ ଆଇଡି ଥିଲେ ତା ପରବର୍ତ୍ତୀ କିସ୍ତି ଆପଣମାନେ ପାଇପାରିବେ। ଯଦି ଆପଣମାନଙ୍କ ପାଖରେ ଏଗ୍ରିଷ୍ଟାକ୍ ଆଇଡି ନାହିଁ ତାହେଲେ ଆପଣମାନେ ସିଏମ୍ କିଷାନର ଆସନ୍ତା କିସ୍ତି ଆପଣମାନେ ପାଇପାରିବେ ନାହିଁ। ତା ସହିତ ଆପଣମାନେ ମଣ୍ଡିରେ ଧାନ ମଧ୍ୟ ବିକିପାରିବେ ନାହିଁ। ତାହେଲେ ଏବେ ପ୍ରଶ୍ନ ଉଠୁଛି ଯେ ଆପଣମାନେ କିପରି ଭାବରେ ସେହି ଏଗ୍ରିଷ୍ଟାକ୍ ଆଇଡି ଆପଣମାନେ ଜେନେରେଟ୍ କରିପାରିବେ ଏବଂ ଏଗ୍ରିଷ୍ଟାକ୍ ଆଇଡି ଆପଣମାନେ କିପରି ପାଇପାରିବେ। ତାହେଲେ ମୁଁ ଆପଣମାନଙ୍କୁ କହି ରଖିବି ଆମର ଏହି ଭିଡ଼ିଓର ଡେସ୍କ୍ରିପସନ୍ରେ ଗୋଟେ ଲିଙ୍କ୍ ରହିଛି ସେ ଲିଙ୍କ୍କୁ ଯାଇ ଆପଣମାନେ ଏଗ୍ରିଷ୍ଟାକ୍ ପାଇଁ ଆପଣମାନେ ଆମକୁ ରିକ୍ୱେଷ୍ଟ କରିପାରିବେ ଯାହାଫଳରେ ଆମେ ଆପଣଙ୍କର ଏଗ୍ରିଷ୍ଟାକ୍ ଆଇଡି ଜେନେରେଟ୍ କରିପାରିବୁ। ନଚେତ୍ ଆପଣମାନେ ଆପଣମାନଙ୍କର ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ସେଠାରେ ମଧ୍ୟ ଆପଣମାନେ ନିଜର ଏଗ୍ରିଷ୍ଟାକ୍ ଆଇଡି ଜେନେରେଟ୍ କରିପାରିବେ। ନଚେତ୍ ଆପଣମାନେ ଆପଣମାନଙ୍କର ପଞ୍ଚାୟତ ଅଫିସକୁ ଗଲେ ମଧ୍ୟ କିମ୍ବା ଆପଣମାନଙ୍କର କୌଣସି କ୍ୟାମ୍ପ ଯଦି ହେଉଛି ଆପଣମାନଙ୍କର ଏରିଆରେ ସେଇଠାକୁ ଗଲେ ମଧ୍ୟ ଆପଣମାନେ ନିଜର
तुम समस्तंकर एग्रीस्टेक आईडी जेनेट करेंगे। समस्त कृषक भाई भौणी मैंने यही एग्रीस्टेक आईडी जेनेट करने बहुत बाध्यतामूलक रही। जदि आपण एग्रीस्टेक आईडी जेनेट करूना ताहले आपण माने कौन सी प्रकार भारत सरकार किंबा राज्य सरकार अधीन में कौन सी प्रकार बेनिफिट पाई पारिबे नहीं। ताहले बंधुगण आज वीडियो एतिकी। जदि आपण मानक आम एही वीडियोटी भल लागी एवं एग्रीस्टेक विषय आपण माने जदि भल भाव बुझी पारिछंती ताहले निश्चय वीडियोटी गोटे लाइक करेंगे। एवं जदि आपण मानकर कौन सी प्रकार भी डाउट रहीगला किंबा कौन सी प्रकार आपण मानकर मन में क्वेश्चन आसुची ताहले मते निश्चय ए कमेंट सेक्शन रे जणाइबे, जहा फल रे मु आपण मानकु आहुरी भल भाव रे बुझाई पारिबी। बुझेला ता सहित आपण मानकु कहि रखिबी जदि वीडियोटी भल लागी निश्चय रूप से आम चैनल टी को सब्सक्राइब करेंगे। ता सहित वीडियोटी को निश्चय भाव में गोटे लाइक करने। ताहले रहिली जय जगन्नाथ।